ସୁବିଧା କ'ଣ କହିବେ ଦ୍ୱିତୀୟ ପର୍ଯ୍ୟାୟ ରଥଘାଟ ରଥମେଳାରେ ପହଞ୍ଚିଛି ତ ଭାବରେ ଆଜି ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ 25 ଖଣ୍ଡ କାଠ ନୟାଗଡ଼ ଡିଭିଜନରୁ ଆସି ପହଞ୍ଚିଲା। ସେଥିରେ 23 ଖଣ୍ଡ କାଠ ଅଛି 40 ଫୁଟିଆ ଆସନ ଏବଂ 40 ଫୁଟିଆ ଧଉରା ଅଛି 2 ଖଣ୍ଡ। ଏସବୁ ଦଣ୍ଡା ଗୟଳ ଏବଂ ଅଖ ପାଇଁ ଆସିଛି। ଅଖ ମାତ୍ର 2ଟି କାଠ ଆସିଛି, ଆଉ ଦଣ୍ଡା ଗୟଳ ପାଇଁ 23ଟି ଆସନ କାଠ ଆସି ପହଞ୍ଚିଛି। ଆଜି ସୁଦ୍ଧା ବର୍ତ୍ତମାନ ଆମର ରଥଖଳାରେ 127 ଖଣ୍ଡ କାଠ ଆସି ପହଞ୍ଚିଗଲା ଏବଂ କରତକଳରେ 33 ଖଣ୍ଡ କାଠ ଆସି ପହଞ୍ଚିଛି। ଆମର ମୋଟ 812 ଖଣ୍ଡ କାଠ ଏ ବର୍ଷର ରିକ୍ୱାରମେଣ୍ଟ ଥିଲା। ଆଉ ଅବଶିଷ୍ଟ କାଠ ପର୍ଯ୍ୟାୟକ୍ରମେ ଆସି ରଥଖଳାରେ ଏବଂ କରତକଳରେ ପହଞ୍ଚିବ ଏବଂ 53 ଖଣ୍ଡ କାଠ ଆମର ଗତ ବର୍ଷଠାରୁ ବଳକା ଥିଲା। ଏସବୁ ବର୍ତ୍ତମାନ ଫାସି କାଠ କଟା ଚାଲିଛି। ଏ ଦିନେ ଦୁଇ ଦିନ ମଧ୍ୟରେ ମଧ୍ୟ ଫାସି କାଠ ଆସି ପହଞ୍ଚିଯିବ ଏବଂ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ କରାଯିବ। ଦେଖନ୍ତୁ, ଜଗନ୍ନାଥଙ୍କ ଜିନିଷ ଫାସି ଗଛ ଯେମିତି ହେଲେ ରଥ ପାଇଁ ସେ ଯେଉଁଠି ହେଲେ କଲେକ୍ସନ୍ ହୋଇକି ଆସିବ, କିଛି ଅସୁବିଧା ନାହିଁ। କିନ୍ତୁ ବର୍ତ୍ତମାନ ଆମର ଯାହା କାଠ ବେଶୀ ଆସୁଛି ସବୁ ଡୋନେସନ୍ରେ ଆସୁଛି। ଯେଉଁମାନଙ୍କର ବାଡ଼ି ବଗିଚାରେ ସବୁ ଅଛି ସେ କାଠ ଅଛି। ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡରେ ସେମିତି କାଠ ଆମେ ବେଶୀ ଆମେ ଦେଖିବାକୁ ପାଉନୁ, କିନ୍ତୁ ବେଶୀ ଆସୁଛି ଦାନ କାଠ ଗୁଡ଼ାକ। ଆଉ ଯେଉଁଗୁଡ଼ାକ ସବୁ ଗଛ ଆମର ଲାଗିଛି ସେ ଗଛ ଉପଯୁକ୍ତ ହେଇନି, ସେ ଆଉ କିଛି ବର୍ଷ ଗଲେ ସେ ସବୁ ଉପଯୁକ୍ତ ହେବ ଏବଂ ଆସିବ।